ଜୟ ଜଗନ୍ନାଥ ସାଙ୍ଗମାନେ ନମସ୍କାର। ଚାଲନ୍ତୁ ଆଜି ଶୁଣିବା ମା ମେଣ୍ଟାକାନି ପଣତରୁ ଝରୁଛି ରକ୍ତ। ଚାଲନ୍ତୁ ଆରମ୍ଭ କରିବା। ସୁବର୍ଣ୍ଣପୁର ଜିଲ୍ଲା ଉତ୍କୁଣ୍ଡା ବ୍ଲକ କୁତମେଣ୍ଡା ଗ୍ରାମରେ ଅବସ୍ଥିତ ଏହି ମା ମେଣ୍ଟାକାନି ମନ୍ଦିର। ମାଙ୍କର ଜନ୍ମସ୍ଥଳୀ ହେଉଛି ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଗ୍ରାମରେ। ଏକ ଶୁଣ୍ଢି ପରିବାରର ମା ମେଣ୍ଟାକାନି ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ। ପିତା ପ୍ରତାପ ସିଂ ଓ ମାତା ସୁକାନ୍ତି ସିଂ। ତାଙ୍କରି ଗର୍ଭରୁ ଜନ୍ମ ହେଲେ ଏକ ଶିଶୁ କନ୍ୟା, ଯାହାର ନାମ ହେଲା ହେମଲତା। ଆସନ୍ତୁ ଜାଣିବା ହେମଲତା କେମିତି ମା ମେଣ୍ଟାକାନିଙ୍କ ରୂପରେ ପୂଜା ପାଉଛନ୍ତି। ସବୁ ଠିକ୍ ଠାକ୍ ଚାଲିଥାଏ, କିନ୍ତୁ 2 ମାସ ହେଉଥାଏ ମାତା ସ୍ୱର୍ଗ ରମଣ କଲେ। ସବୁଦିନ ପାଇଁ ମା ଛେଉଣ୍ଡ ହୋଇଗଲେ ହେମଲତା। ଏସବୁ ଦେଖି ପିତା ପ୍ରତାପ ସିଂ ମାନସିକ ଗ୍ରସ୍ତ ହୋଇ ଶିଶୁକୁ ନେଇ ଘୂରି ବୁଲିଲେ ଘଞ୍ଚ ଜଙ୍ଗଲରେ। ଠିକ୍ ଏହି ସମୟରେ ସୁବର୍ଣ୍ଣପୁର ରାଜା ବୀରବର ମୃଗୟା ଗସ୍ତରେ ଆସିଥିଲେ ଅରଣ୍ୟ ମଧ୍ୟକୁ। ଦେଖିଲେ ଏକ ଶିଶୁ କନ୍ୟାକୁ ନେଇ ଏକ ପାଗଳ ବୃକ୍ଷମୂଳେ ବସିଛନ୍ତି। ଶିଶୁ କନ୍ୟାଟି ଜୋରରେ ରୋଦନ କରୁଛି। ଆଶ୍ଚର୍ଯ୍ୟ ହେଲେ ରାଜା ବୀରବର ସିଂ। ଶିଶୁଟିକୁ ଦେଖି ରାଜାଙ୍କ ମନରେ ଦୟାଭାବ ସୃଷ୍ଟି ହେଲା। ସେ ଶିଶୁର ଭବିଷ୍ୟତ ବିଷୟରେ ଭାବିଲେ ଏବଂ ରାଜପରିଷଦକୁ ଆଦେଶ ଦେଇ କହିଲେ, ଏହି ଶିଶୁ କନ୍ୟାଟିକୁ ଘେନି ଆସ ରାଜଉଆସକୁ। ରାଜାଙ୍କ ଆଦେଶ ପାଇବା ମାତ୍ରେ ରାଜପରିଷଦ ସହିତ ରାଜା ଏବଂ ସେହି ଶିଶୁ କନ୍ୟାଟିକୁ ଆଣି ସେ ରାଜଉଆସକୁ ଫେରି ଆସିଲେ। ସେତେବେଳେ ଚାଲିଥାଏ ବାଲ୍ୟ ବିବାହ ପ୍ରଥା। ଏହି ସମୟରେ ରାଜା ସେହି ଶିଶୁ କନ୍ୟାଟିର ପିତା ହୋଇ ଦକ୍ଷିଣପାଲି ଶଙ୍କରା ବେହେରାଙ୍କ ପୁତ୍ର ବାସୁଦେବଙ୍କ ସହିତ ବିବାହ କରିଦେଲେ। ଏହାପରେ ଝିଅଟି ବାଲ୍ୟ ବିବାହ ହେଲା ପରେ ମଧ୍ୟ ସେ ପିତାଙ୍କ ଘରେ ରହୁଥାଏ। ଯେତେବେଳେ ହେମଲତାଙ୍କୁ 18 ବର୍ଷ ହେଲା, ସେହି ସମୟରେ ଝିଅ ଯିବ ଶାଶୁଘର। ରାଜା ସ୍ନେହ ମମତାରେ କହିଥିଲେ ହେମଲତାକୁ ତାଙ୍କ ରାଜଉଆସ ମଧ୍ୟରେ ଝିଅ ବିଦାୟ ଭାବି କୋହ ସମ୍ଭରଣା ସହି ନ ପାରି ଯାଇ ଉପସ୍ଥିତ ହେଲେ ସୁବର୍ଣ୍ଣପୁର ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ପାଖରେ। କେତେ କାକୁତି ମିନତି ହୋଇ ମାଙ୍କ ପାଖରେ ରୋଦନ କଲେ। ରାଜା ରାଜାଙ୍କ ରୋଦନ କ୍ରୋଧନ ମା ସହି ନ ପାରି ମା ସୁରେଶ୍ୱରୀ ପ୍ରକଟ ହୋଇ କହିଲେ, ମୁଁ ତୋର ଝିଅ ପାଖରେ ସଦାସର୍ବଦା ଛାଇ ହୋଇ ରହିବି। ତୋ ଝିଅର କୌଣସି ପ୍ରକାରର ଅସୁବିଧା ହେବ ନାହିଁ। ରାଜା ମାଙ୍କଠାରୁ ଏହିପରି ଆଶ୍ୱାସନା ପାଇବା ପରେ ରାଜା ଫେରି ଆସିଲେ ତାଙ୍କ ରାଜଉଆସକୁ। ଏହି ସମୟରେ ଝିଅକୁ ଯାହା ଦେବା କଥା ଯାନି ଯୌତୁକ ଦେଇ ପଠାଇଦେଲେ ତା ଶାଶୁଘରକୁ। ଏହାପରେ ରାଜାଙ୍କ ଆଦେଶକୁ ମାନି ରାଜପରିଷଦ ସହିତ ହେମଲତା ଘେନିଗଲେ ନିଜ ଶାଶୁଘରକୁ। ବାଟରେ ପଡ଼ିବ ଘଞ୍ଚ ଜଙ୍ଗଲର ରାସ୍ତା। ରାସ୍ତାରେ ଯାଉଥିବା ବେଳେ ଦେଖିବାକୁ ମିଳିଲା ଯେ ହେମଲତାଙ୍କ ପଣତ କାନିରୁ ବହୁଥାଏ ଧାର ଧାର ରକ୍ତ। ସମସ୍ତେ ଆଚମ୍ବିତ ହୋଇଗଲେ। ସେହି ସ୍ଥାନଟି ଥିଲା ଉତ୍ବିଣ୍ଡା ଜଙ୍ଗଲର ବାଘ ଝଲପା। ଏହି ସବୁ ଦୃଶ୍ୟ ସବୁ ଆଖି ଆଗରେ ରଖି ରାଜପରିଷଦ ପାଖ ଆଖରେ ଲୋକମାନଙ୍କୁ ଖୋଜିଲେ। ଗୋଟିଏ ବ୍ୟକ୍ତି, ଯାହାଙ୍କର ନାମ ଥିଲା ମୋଟାଲୁରା, ତାକୁ ଶୀଘ୍ର ଡାକି ଆଣିଲେ। ମୋଟାଲୁରା ଥିଲେ ଜଣେ ତାନ୍ତ୍ରିକ। ଯେବେ ମୋଟାଲୁରା ଆସି ପହଞ୍ଚିଲେ ହେମଲତାଙ୍କ ପାଖରେ, ମୋଟାଲୁରାଙ୍କ ଆଦେଶକ୍ରମେ ହେମଲତାଙ୍କ ଦେହରେ ଲାଗିଥିବା ସମସ୍ତ ଅଳଙ୍କାର ସଙ୍ଗେ ସଙ୍ଗେ ଖୋଲିବାକୁ କହିଲେ। ଅଳଙ୍କାର ଖୋଲି ସାରିବା ପରେ ଅଳଙ୍କାରଗୁଡ଼ିକୁ ଏକ ବୃକ୍ଷ ତଳେ ଗାତ ଖୋଳି ପୋତି ଦେବାକୁ କହିଲେ। ସେହି ଝିଅଟି ତଦ୍ଧ୍ୟାନ ହୋଇ ଗଗନ ମାର୍ଗରେ ଯାଇ କହିଲା, ଶୁଣ ହେ ମୋଟାଲୁରା ଓ ରାଜପରିଷଦଗଣ, ଆଜିଠାରୁ ତୋ ନାଁ ମେଟା ଆଉ ମୋ ପଣତ କାନି ଯୁଗ୍ମ ହୋଇ ମୁଁ ଆଜିଠାରୁ ଏହି ସ୍ଥାନରେ ମେଟାକାନି ନାମରେ ପୂଜା ପାଇବି।
ଏ ଥିଲା ମାଙ୍କ ନାମକରଣ ଓ ସତ୍ୟ ଘଟଣାର କାହାଣୀ। ଏମିତି ରହସ୍ୟମୟ ଓ ଜ୍ଞାନଭିତ୍ତିକ କଥା ଜାଣିବା ପାଇଁ ଆମ ସାଇ ଓଡ଼ିଆ ଷ୍ଟୋରିକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ଜୟ ମା ମେଟାକାନୀ, ଜୟ ଜଗନ୍ନାଥ। ଏହି ଷ୍ଟୋରିଟି ଆପଣମାନଙ୍କୁ ଯଦି ଭଲ ଲାଗିଥାଏ ନିହାତି କମେଣ୍ଟ କରିବାକୁ ଜମାରୁ ଭୁଲିବେନି।